ଆଜିର ପାଣିପାଗ ଯଦି କଥା କହିବା ତାହେଲେ ଆଜି ହେଉଛି ନଭେମ୍ବର 29 ତାରିଖ। ଯଦି କହିବା ଶ୍ରୀଲଙ୍କା ପାଖରେ ସୃଷ୍ଟି ହୋଇଥିବା ବାତ୍ୟା ଏବେ ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଯେହେତୁ ଇଏ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି, ପ୍ରଭାବରେ ତାମିଲନାଡୁ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାପକ ମାତ୍ରାରେ ବର୍ଷାର ସମ୍ଭାବନା ରହିଛି। ଏବଂ ତା ସହିତ ଯଦି କହିବା ଧୀରେ ଧୀରେ ଇଏ ଉତ୍ତର ଦିଗକୁ ଗତି କରିଥିବାରୁ ଓଡ଼ିଶାକୁ ମଧ୍ୟ ଡିସେମ୍ବର 2 ମଧ୍ୟରେ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ଏହା ଗତିପଥ ଉପରେ ନିର୍ଭର କରେ, ତ ଇଏ ଆହୁରି ସମୟ ରହିଛି 2-3 ଦିନ। ଦେଖିବା ଇଏ କେତେ ଆଗକୁ ବଢ଼ୁଛି। ଯଦି ଏ ଆଗକୁ ବଢ଼ିବ ନିଶ୍ଚିତ ଭାବରେ ଓଡ଼ିଶାରେ ମଧ୍ୟ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଏବଂ ଶୀତ କଥା ଯଦି କହିବା ତାହେଲେ ଓଡ଼ିଶାରେ ଏବେ ପୂର୍ବାବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ ହ୍ରାସ ଘଟିଛି ଏବଂ ଶୀତ ଏତେ ଦେଖିବାକୁ ମିଳୁନି। କିନ୍ତୁ ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ଶୀତର ପ୍ରଭାବ ଜାରି ରହିଛି, ଆଗାମୀ ଦିନରେ ମଧ୍ୟ ଜାରି ରହିବ। କିନ୍ତୁ ଯଦି ଗତିପଥ ଚେଞ୍ଜ ହୁଏ କିମ୍ବା ପରିବର୍ତ୍ତନ ହୁଏ, ନିଶ୍ଚିତ ଭାବରେ ଶୀତ ଉପରେ ପ୍ରଭାବ ପଡ଼ିବ ଏବଂ ବର୍ଷାର ସମ୍ଭାବନା ରହିଛି ଓଡ଼ିଶା ଉପରେ।